हाय गाइस, स्वागत କରୁଛି ମୋ ଚ୍ୟାନେଲକୁ। ସୋ ମୋର କିଛି ଓଡ଼ିଆ ସାଙ୍ଗମାନଙ୍କ ପାଇଁ କିଛି ଶବ୍ଦ ଓଡ଼ିଆରେ ହୋପ୍ ଆପଣମାନଙ୍କୁ ଭଲ ଲାଗିବ। ସୋ ମୁଁ ଆଜି ମୋର ଗୋଟେ ଛୋଟିଆ ଅନୁଭୂତିଟି କହିବି ମୋର ସାଙ୍ଗମାନଙ୍କୁ ନେଇ। ତ ଆମେ ଯେତେବେଳେ ଛୋଟ ଥିଲୁ ସାଙ୍ଗମାନେ କେତେ ମଜାମସ୍ତି କରୁଥିଲୁ, ସ୍କୁଲ ଯାଉଥିଲୁ, ସାଥିରେ ପଢ଼ାପଢ଼ି କରୁଥିଲୁ, ଗାଳି ଗଲୋଚ ସବୁ କିଛି। ପାଠ ପଢ଼ାରେ ବି କମ୍ପିଟିସନ୍ ଥିଲା, ଖେଳକୁଦରେ ବି କମ୍ପିଟିସନ୍ ଥିଲା। ଷ୍ଟିଲ୍ ଆମେ ସାଙ୍ଗ ଥିଲୁ। ସେତେବେଳେ ଯାହା ବି ଛୋଟ ମୋଟ ଝଗଡ଼ା ହଉଥିଲା, ଇଏ ହଉଥିଲା, ଆମେ ମିଳିମିଶିକି ସଲ୍ଭ କରୁଥିଲେ। ତ ମୁଁ ତାକୁ ବହୁତ ମିସ୍ କରୁଛି। ସାୟଦ ଆପଣମାନେ ବି ସ୍କୁଲ ଲାଇଫକୁ ବହୁତ ମିସ୍ କରୁଥିବେ। ବଟ୍ ମୁଁ ଆଜି ଯାହା କହିବା ପାଇଁ ଏ ଭିଡ଼ିଓଟି ବନାଉଛି ତାହା ହେଲା, ଏଇ କିଛି ଦିନ ତଳେ ମୋର ଗୋଟେ ସାଙ୍ଗଟେ ଆସିଲା ବାହାଘର କାର୍ଡ଼ ନେଇ। ତ ତାର ବାହାଘର ଥିଲା। ତ ସେ ବାହାଘର କାର୍ଡ଼ ତ ଦେଲା, ବଟ୍ ସେ ଯୋଉ ଷ୍ଟାଇଲ ଆମ ସହ କଥା ହଉଥିଲା, ବାପରେ ବାପ, ମାନେ ଆକାଶରେ କଥା ହବା ଭଳିଆ ମତେ ଲାଗିଲା। ତାକୁ ଦେଖିକି ଲାଗୁଥିଲା ଲାଇକ୍ ସେ ତା କାର୍ଡ଼ ଦେବା ପାଇଁ ଆସିନି, ଲାଇକ୍ ସେ ଗୋଟେ ବହୁତ ବଡ଼ ଘରେ ବାହା ହବ ହଉଛି। ତ ଆସିଛି ଜଷ୍ଟ ଶୋ ଅଫ୍ କରିବା ପାଇଁ ଯେ ମୁଁ ମୋ ବହୁତ ବଡ଼ ଘରେ ଗୋଟେ ବାହା ହଉଛି। ଆଉ ତା ସହ ଆଉ ଗୋଟେ ବି ସାଙ୍ଗ ଆସିଥିଲା। ସେମାନେ ପୁରା କଥା ହଉଛି ଇଂଲିଶରେ, ପୁରା ଇଂଲିଶରେ କଥା ହଉଛି। ଟୋଟାଲ ଓଡ଼ିଆ କଥା ହିଁ ହଉନାହିଁ, ମାନେ ଓଡ଼ିଆ କଥା ହଉଛି ବଟ୍ ଇଂଲିଶ ମ୍ୟାକ୍ସିମମ୍। ଲାଇକ୍ ସେ ଆମକୁ ଏମିତି ଟୋନ୍, ଆମ ଗାଁରେ ଆମେ ମୋ ସାଙ୍ଗ ଥିଲୁ, ଟୋନ୍ ମାରିଲା ଭଳିଆ କହୁଛି ଲାଇକ୍ ତୁମେ ମାନେ ଏଠି ରହିଗଲ, ବହୁତ ପଛରେ ରହିଗଲେ, ତ ମାନେ ଦୁନିଆ ଦେଖିପାରିଲନି। ବଟ୍ ସେ ଆମକୁ ଟୋଣ୍ଟ ମାରିଲେ, ସେ ଆମ ବେଶ ପୋଷାକ, ଆମ ରୋଲ ଚାଲନି, ଖାଇବା ପିଇବାକୁ ନେଇ ବି ବହୁତ କଥା କହିଲା। ବଟ୍ ବହୁତ ଦୁଃଖ ଲାଗିଲା କି ଦେଖିକି ଯେ ଆମ ଛୋଟ ବେଳର ସାଙ୍ଗ ବଟ୍ ଏବେ ଆମକୁ ସେ ଏମିତି କହୁଛି କି ଲାଇକ୍ ଏସବୁ କ'ଣ ଏଭଳିଆ ତୁମେମାନେ ସବୁ ଅଛ। ଆମେ ଆହୁରି ଗାଁରୁ 4-5 ଜଣ ଥିଲୁ। ଦେଖିକି ଆମକୁ ଦୁଃଖ ଲାଗିଲା, ବଟ୍ ଆମେ ତ କିଛି କହିପାରିଲୁନି ଯେହେତୁ ସେମାନେ ଆସିଛନ୍ତି ବହୁତ ଦିନ ପରେ, ପାଖାପାଖି 9-10 ବର୍ଷ ପରେ ଦେଖା ହଉଛୁ। ତ ଆମେ ଘରେ କଥା ହେଲୁ, କାର୍ଡ଼ ବି ରିସିଭ୍ କରିନେଲୁ, ଆଣ୍ଡ କହିଲୁ ବି ଯିବୁ ତାଙ୍କ ବାହାଘରକୁ, ଯିବୁ ବୋଲି କହିଲୁ। ବଟ୍ ମାନେ ସେ ଆଟାଚମେଣ୍ଟ ଟାଇପ୍ ଫିଲ୍ ହେଲାନି। ଆମେ ଯେଉଁ ଏକ୍ସାଇଟମେଣ୍ଟରେ ଯାଇଥିଲୁ ତାଙ୍କୁ ଦେଖା କରିବା ପାଇଁ କି ହଁ ବହୁତ ଦିନ ପରେ ଆସିଛନ୍ତି, ଆଉ ଦେଖା କରିବା, କଥା ହେବା, ଏସବୁ କରିବା, ବଟ୍ ପୁରା ଫିକା ଫିକା ଲାଗିଲା। ମାନେ ମୋ କହିବାର ତାତ୍ପର୍ଯ୍ୟ ଏହା ଯେ ଲାଇକ୍ ଆପଣମାନେ ବୁଝିପାରୁଥିବେ କି ସାଙ୍ଗମାନେ ବଡ଼ ହେଲା ପରେ ତାଙ୍କ ମାନେ ଯେଉଁ ଛୋଟ ମାନେ କ'ଣ ମାନେ ଯେଉଁ ମିଳାମିଶା, ଯେଉଁ ଟାଇପ୍ର ଆଟାଚମେଣ୍ଟ, ତାକୁ ସବୁ ଭୁଲି ଯାଆନ୍ତି। ଦୁନିଆ ଦେଖନ୍ତି ମାନୁଛି କି ସାଙ୍ଗ ବାହାରକୁ ଚାଲିଗଲେ ଦୁନିଆ ଦେଖିଲେ ଠିକ୍ ଅଛି, ବଟ୍ ନିଜ ରୁଟ୍ ବୁଲିବା କଥା ନୁହେଁ। ଆମେ ଯେଉଁ ସ୍କୁଲରେ ଯେଉଁ ପ୍ରକାର ଥିଲୁ, ଇଏ ଥିଲୁ, ହେଇପାରେ ଆମେ ଗାଁରେ ରହୁଛୁ, ଆମ ଖାଇବା ଚଳିଚଳଣି ଗାଉଁଲି, ଆମେ ଖୁସି ଅଛୁ, ଆମେ ଆମ ରୁଟ୍ ଭୁଲିନୁ, ଆମେ ମିଶିକି ଅଛୁ, ଆମେ ବାହାରକୁ ଯାଇପାରିଲୁନି। ଇଟ୍ସ ଓକେ। ଏତିକି ତ ଆପ୍ରିସିଏଟ୍ କରିବା କଥା ଯେ ଯିଏ ଯେଉଁଠି ଅଛୁ ଖୁସିରେ ରହିଛ। କାହିଁ ଏତେ ସୋକ୍ କରିବା, କାହିଁ ଏତେ କରିବା, ଛାଡ଼, ଯିଏ ଯାହାର ଲାଇଫ୍ ସେମିତି ବଞ୍ଚିବେ। ତ ଆଜିକାର ଭିଡ଼ିଓ ଏତିକି। ହୋପ୍ ଆପଣମାନଙ୍କୁ ମୋ ଭିଡ଼ିଓ ଭଲ ଲାଗିଥିବ। ପ୍ଲିଜ୍ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ ମାଇ ଚ୍ୟାନେଲ୍। ଆପଣମାନଙ୍କ ସପୋର୍ଟ ରହୁ। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ଜଗନ୍ନାଥ।